ଅକ୍ଷର ଅଚ୍ୟୁତ ମହାପୁରୁଷଙ୍କର ତତ୍ତ୍ୱ ଠାରୁ ବଡ ତତ୍ତ୍ୱ କିଛି ନାହିଁ। ଏବଂ ବାବାଜୀ ମହାରାଜ ଯିଏ 5000 ବର୍ଷ ଧରି ବଞ୍ଚିକି ରହିଛନ୍ତି ହିମାଳୟର ଜ୍ଞାନଗଞ୍ଜରେ, ଏଟା ସାଇଣ୍ଟିଫିକ ଚାଇନା ଏବଂ ଭାରତ ସରକାରଙ୍କର ବୈଜ୍ଞାନିକ ମାନେ ଚିହ୍ନଟ କରିଛନ୍ତି। ସେ ଅଛନ୍ତି ଜ୍ଞାନଗଞ୍ଜରେ କୈଳାସରେ ଏବଂ ତାଙ୍କର ଶିଷ୍ୟ ହଉଛନ୍ତି ଲାହିଡି ମହାଶୟ। ଲାହିଡିଙ୍କର ଶିଷ୍ୟ ହଉଛନ୍ତି ଯୁକ୍ତେଶ୍ୱର ମହାରାଜ। ଯୁକ୍ତେଶ୍ୱର ମହାରାଜଙ୍କର ଶିଷ୍ୟ ହଉଛନ୍ତି ଯୋଗାନନ୍ଦ। ଯୋଗାନନ୍ଦ 1914 ମସିହାରେ ମହାତ୍ମା ଗାନ୍ଧୀଙ୍କୁ 1919 ମସିହାରେ ମହାତ୍ମା ଗାନ୍ଧୀଙ୍କୁ କ୍ରିୟା ଯୋଗରେ ଦୀକ୍ଷିତ କଲା ପରେ ମହାତ୍ମା ଗାନ୍ଧୀ 1914 ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ, ସଭାପତି ହେଇଥିଲେ। ଏବଂ ମହାତ୍ମା ଗାନ୍ଧୀ ଯେତେବେଳେ ଭାରତର ମୁକ୍ତି ସଂଗ୍ରାମ ଆନ୍ଦୋଳନ ଆରମ୍ଭ କଲେ, ସେତେବେଳେ କ୍ରିୟା ଯୋଗ ଅଭ୍ୟାସ କାରଣରୁ, କ୍ରିୟା ଯୋଗର ମୂଳ ତତ୍ତ୍ୱ ହଉଛି ଶ୍ରୀମଦ୍ ଭଗବତ ଗୀତା। ଭଗବତ ଗୀତାକୁ ଆରାଧ୍ୟ ଭାବେ ଧାରଣ କଲେ। ସେହି କାରଣରୁ ସେ ଅହିଂସା ସଂଗ୍ରାମ କରି ଭାରତକୁ ସ୍ୱାଧୀନତା ଦେଲେ। ଏବଂ ସେ ଶେଷରେ ଗୋଟିଏ କଥା କହିଲେ, ଇଏ ସ୍ୱାଧୀନତା ଆପଣ ମାନଙ୍କ ପାଇଁ ଅସଲ ସ୍ୱାଧୀନତା ନୁହେଁ। ଇଏ ଆପଣ ମାନଙ୍କ ପାଇଁ ଅସଲ ସ୍ୱାଧୀନତା ସେତେବେଳେ ହବ ଯେତେବେଳେ ଆପଣ ଇନ୍ଦ୍ରିୟ ମାନଙ୍କ ବିଷୟରୁ ମୁକ୍ତ ହେବେ ଏବଂ ବସ୍ତୁ ଚେତନାରୁ ମୁକ୍ତ ହେବେ। ତାକୁ କୁହାଯାଏ ଅସଲ ସ୍ୱାଧୀନତା। ତେଣୁ ଏଇ ସବୁ କଥା ଗୁଡିକ ଜାଣିବା ପରେ ଆମେ ଏ ଦିଗରେ ଆଉ ଟିକେ ଅଧିକ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛୁ। ସେଇ ଚେଷ୍ଟାର ଗୋଟେ ଆୱାଜଟେ ଏମିତି ଆପଣ ମାନଙ୍କ ପାଖରେ ପହଞ୍ଚିଛି। ସେଥିରେ ଦୋଷ ତ୍ରୁଟି କିଛି ଥାଇପାରେ, ମତେ ଜଣା ନାହିଁ। ଯଦି ଥିବ ଦୋଷ ତ୍ରୁଟି ବଡପଣରେ କ୍ଷମା ନେବେ। ଆଉ କଣ? ନାଇଁ ଆଜ୍ଞା, ସେମିତି କିଛି ନାହିଁ। ଆପଣ ବର୍ତ୍ତମାନ କ୍ରିୟା ଯୋଗ ଉପରେ ଆଧାରିତ ହଉଛନ୍ତି ନା ପରମହଂସ ଠାକୁରଙ୍କ ପାଠ? ସେଇ ପରମହଂସ ଯାହା, କ୍ରିୟା ଯୋଗ ସେଇଆ, ଅଚ୍ୟୁତ ବି ସେଇଆ। ଏକ ପଦ୍ଧତି, ଟିକିଏ ଟିକିଏ ବଙ୍କା ଟଙ୍କା ସୂତ୍ର। ଆଜ୍ଞା, ତେଣୁକରି ଶୁଣନ୍ତୁ, ହଁ ଅଚ୍ୟୁତାନନ୍ଦ ମହାପୁରୁଷ ସିଏ 15ଶ ଶତାବ୍ଦୀରେ ଯାହା ଲେଖିଥିଲେ, ହଁ ପରମହଂସ ଠାକୁର ତାକୁ 1904 ମସିହାରେ ସେ ଆସିଲେ। ତାପରେ ସେ ତାକୁ ବ୍ୟାଖ୍ୟା କରିଛନ୍ତି। ହଁ କରିଛନ୍ତି। ତେଣୁ ସେ ତାକୁ ବ୍ୟାଖ୍ୟା କରିଦେଇଛନ୍ତି। କିନ୍ତୁ କ୍ରିୟା ଯୋଗ ଆମର ଯୋଉ ରହିଲେ ବାବାଜୀ ମହୋଦୟ ଯୋଉ ଅଛନ୍ତି, ବାବାଜୀ ମହାରାଜ। ଆଜ୍ଞା, ବାବାଜୀ ମହାରାଜ ଯୋଉ ଅଛନ୍ତି, ତାଙ୍କ ଶିଷ୍ୟ ହଉଛନ୍ତି ଲାହିଡି ମହୋଦୟ। ତାଙ୍କ ନାଁ ହେଇଥିଲା ଗଙ୍ଗାଧର। ମୁଁ ଯୋଉ ଯୋଗୀର ଆତ୍ମଚରିତ ଆଜ୍ଞା ପଢିଛି। ହଁ, ବାଃ ବାଃ। ତେଣୁ ବଢିଆ ଜିନିଷ ସେଥିରେ ଲେଖା ହେଇଛି। ସେ ବହୁତ ଅମୃତ ତୁଲ୍ୟ ପାଠ ସିଏ। ହଁ ହଁ, ନିଶ୍ଚୟ। ଆଜ୍ଞା, ଜଣେ ସାଧକ ପାଇଁ ବି ସିଏ ହଉଛି ଗୋଟେ ମାନେ ବଢିଆ ମାର୍ଗ। ଆଜ୍ଞା, ଜଣେ ସାଧକ ପାଇଁ, ଜଣେ ଯଦି ସାଧନା କରିବାକୁ ଚାହିଁବ, ସେ ବହି ହଉଛି, ସେ ଗ୍ରନ୍ଥ ହଉଛି ତା ପାଇଁ ଗୋଟେ ଯୋଉ ସ୍ୱର୍ଗକୁ ସିଡି କହନ୍ତି, ସେ କହିଲେ